ରୋଷେଇ କରିବାକୁ ଟିକେ ବି ଇଚ୍ଛା ନାହିଁ। କ'ଣ କରିବି? ରୋଷେଇ ତ ନ କଲେ ବୁଢ଼ୀ ମୋତେ ଖାଇଯିବ। ନା, କିଛି ଗୋଟେ କରିବାକୁ ପଡ଼ିବ। ଆଇଡିଆ ଆଇଡିଆ। ହଁ, ଏ ସବା ଖାଇ ବୁଢ଼ୀକି ପଟେଇ ପଟେଇକି ଚୁଲି ପାଖରେ ତାକୁ ବସେଇ ଦେଇକି ମୁଁ ଯାଉଛି ଟିକେ ବୁଲି ଆସିବି ସାଇଆଡ଼େ। ଆଜି କାହିଁକି ମୋ ମନଟା କ'ଣ ହେଇଯାଉଛି ଗୋଟେ ଭଲ ରାନ୍ଧିକି ଖାଇବା ପାଇଁ। କ'ଣ ଖାଇବି? ଏ ଟୁକୁଳିକି ମୁଁ ବରାଦ ଦିଏ, ସେ ମୋତେ ଭଲ ଜିନିଷ ଗୋଟେ ରାନ୍ଧିକି ଦେବ, ମୁଁ ଖାଇବି। ଆଉ ଏ ଟୁକୁଳିଟା ଶୁଣିବ କି ନାହିଁ କେଜାଣି। ହଉ ଦେଖିଆ ମୁଁ ତାକୁ କୁହେ। ହେଲେ ମା ବବି, ସେଠି ଛିଡ଼ା ହେଇକି କ'ଣ ଭାବୁଛୁ? କାଇଁ ନାଇଁ, ମୁଁ ଏଇଠି ଭାବୁଥିଲି କ'ଣ ଆଜି ରୋଷେଇ ହବ ଆଉ। ଆଚ୍ଛା ମା, ତତେ ଗୋଟେ କଥା କହିବି, ତୁ ରଖିବୁ ତ ମୋ କଥା? ଏ ବୁଢ଼ୀ କିଛି ନା କିଛି ଗୋଟେ ଏଇଠି ବାହାନା କରିକି ମୋତେ ଖାଇବା କଥା କହିବ। ନା, ଏତେ ଭଳିଆ ମୁଁ ବି ଟିକେ ଦେଖି ଦେଇକି କଥାଟାକୁ ବୁଲେଇ ଦିଏ। ହଁ ହେଲା ଯେ ବୋଉ, ମୁଁ ତମ ସବୁ କଥା ଶୁଣିବି, ହେଲେ ମୁଁ ଗୋଟେ କଥା କହୁଛି ବୋଉ, ତମେ ଆଗେ ଟିକେ ଶୁଣ। ମଲା, କହୁନୁ କ'ଣ କହୁଛୁ କହ। ବୋଉ, ମୁଁ କ'ଣ କହୁଥିଲି କି, ଭାତଟା ବସିଛି, ଭାତଟା ତ ବହୁତ ସମୟ ଲାଗିବ ନା, ଲେଟ୍ ହବ। ଆଉ ମୁଁ ଟିକେ ଯାଇଥାନ୍ତି ପୁଅକୁ ଆଣିବାକୁ। ସାଇ ଭିତରେ ପୁଅ ଖେଳୁଛି, କାହା ଛୁଆ ସହିତ ଲାଗିବ କରିବ, ଝଗଡ଼ା ହବ ନା, ସେଥିପାଇଁ ମୁଁ କ'ଣ କହୁଥିଲି କି, କ'ଣ କହୁଥିଲି କହୁନୁ ସଫା କଥା। ମୁଁ କହୁଥିଲି ଏ ଭାତଟା ବସିଥାଉ, ମୁଁ ଯାଉଛି ସାଇ ଭିତରେ ପୁଅକୁ ନେଇକି ଆସେ। ମୁଁ ଆସିଲା ବେଳକୁ ଭାତ ହେଇଯାଇଥିବ, ତାପରେ ଆସିକି ମୁଁ ତରକାରୀ କରିବି ହେଲା, ଏଇ କଥା କହୁଥିଲି। ତମେ ଯଦି ନ ରାଗିବ କୁହ, ତାହେଲେ ମୁଁ ଯାଇକି ନେଇ ଆସିବି, ନହେଲେ ଥାଉ, ପୁଅ ସେଠି ଖେଳୁଥାଉ। ଦେଖୁନୁ, ମୁଁ ଭାବିଥିଲି ଗୋଟେ ଭଲ କ'ଣ ରାନ୍ଧିକି ମୋତେ ଦବ, ହେଲେ ଟୋକରି ଖଣ୍ଡକ କଥାଟାକୁ ନଉଟେଇ ଦେଲା। ଆଉ ତୁ କଥାଟା ବୁଲେଇ ପକେଇ କାହିଁକି କହୁଛୁ? ହଉ ଯା ଯା, ନେଇକି ଆସିବୁ, ଯା, ମୁଁ ଅନେଇଛି, ଯା। ମୋ ଶାଶୁ ପରି କିଏ ହବ ଲୋ? ହଉ ଥାଉ ଥାଉ, ତୁ ଏତେ ଆଉ ଟେକନି, ତୁ ଯା ତ ପୁଅ ବସିକି, ମୁଁ ଏ ରୋଷେଇ ଦେଖୁଛି, ଯା। ମୁଁ ଜାଣିଛି ତ, ମୋ ଶାଶୁ ବୋଲି କେହି ବି ନାହାନ୍ତି, ପୁରା ଗୋଟିଏ ତୁମେ। ହଉ ଥାଉ ଥାଉ, ତୁ ଏତେ ଟେକନି, ଜଲ୍ଦି ଯା, ଆସିବୁ, ଆସିଲେ ରୋଷେଇ କରିବୁ, ଯା। ହଉ ବୋଉ, ମୁଁ ଯାଉଛି, ବ୍ୟସ୍ତ ହବନି, ମୁଁ ଜଲ୍ଦି ପଳେଇ ଆସିବି। ମୁଁ କ'ଣ କହୁଥିଲି, ମୋ ବୋଉ ମୋତେ ଭଲ ଗୋଟେ କ'ଣ ରାନ୍ଧିକି ଦବ। ମୋର ଆଜି ଖାଇବାର ଇଚ୍ଛା ହଉଥିଲା, ମୁଁ ଭାବୁଥିଲି ସିଏ ମୋତେ କରିକି ଦବ, ହେଲେ ମୋତେ ତ ଯାହା ଲାଗିଲାଣି ମୁଁ ବୋଧେ କରିକି ଦେବି ନା କ'ଣ ତାକୁ। ନା ନା, ଏମିତି ଭାବିବାଟା ଠିକ୍ ନୁହଁ। ଏ ବୋଉଟା କେତେ ମୋ ମଙ୍ଗଳ ଚାହୁଁଛି, ମୋତେ କେତେ ସେ ପ୍ରଶଂସା କରୁଛି, ହେଲେ ମୁଁ ତା ନାଁର ଓଲଟା ଭାବୁଛି। ନା ନା, ସେ ପଳେଇ ଆସିବ ଜଲ୍ଦି, ତା ପୁଅ ପାଖକୁ ଯାଇଛି, ଆମରି ନାତିଆ ତ। ଦେଖିଲ ଭାତଟା କ'ଣ ହେଲା, କ'ଣ କହିଲା ତରକାରୀ କଥା, ମୋର ତ କିଛି ଆଉ ମନେ ନାହିଁ। ଭାତଟା ତ ସେ ଟୁକୁଳି କ'ଣ କହିକି ଗଲା, ଲେଟ୍ ହବ। ହଁ, ଭାତ କେତେ ସମୟ ବସୁଛି ବସୁ। ଏ ଟୁକୁଳି ଖଣ୍ଡକ ବାହାନା କରିକି ଗାଁ ଭିତରକୁ ଯାଇନି ତ ବୁଲିବା ପାଇଁ। ଆମ ସେ କାହିଁକି ଏମିତି କରିବ? ପୁଅ ଟିକେ ଯାଇଛି, ସେ ଏମିତି କାହିଁକି କରିବ? ନା ନା, ହଉ ହେଲା, ଭାତ ତ ହେଇଗଲାଣି। ମାଲୋ ମା, ଭାବିକି କ'ଣ ହେଇଗଲାଣି ସେଠି ବସି ବସି। ଏ ଟୁକୁଳି ଖଣ୍ଡକ କେତେବେଳେ ଆଉ ଆସିବ? ଭାତଟା ହେଇଗଲାଣି ନା କ'ଣ? ମୁଁ ଯାଉଛି ଗାଳି ଦିଏ, ସେଇ ଗାଳିଲା ଭିତରେ ଆସି ଯାଇଥିବ, ଆସିକି ତରକାରୀ କରିବ ଆଉ। ଓଃ, ଏଇ ଜାଗାଟାରେ ବସିଲା ବେଳକୁ ମୋ ଅଣ୍ଟା ପିଠି ବିନ୍ଧୁଛି, କ'ଣ କରିବି? ଏ ଛତିରେ ଟୁକୁଳି ତ ମୋତେ ଛାଡ଼ିକି ଯାଇଛି ଆଉ। ଏଠାରେ ବସିଲା ବେଳକୁ ମୋ ଅଣ୍ଟା ପିଠି ବିନ୍ଧୁଛି, କ'ଣ କରିବି? ଏ ଛତିରେ ଟୁକୁଳି ତ ମୋତେ ଛାଡ଼ିକି ଯାଇଛି ଆଉ। ଦେଖୁନୁ, ଏ ଟୁକୁଳି ଖଣ୍ଡକ ଏତେବେଳେ ହେଲାଣି ଆସୁନାହିଁ। ଭାତ ତ ହେଇଗଲାଣି, ଆଉ କ'ଣ ଟିକେ ତରକାରୀ ହବ, ମୁଁ ତାକୁ ଯଦି ଅନେଇବି ମୋ ଖାଇବା କାହିଁ ମରିବ ଆଜି। ଇଆଡ଼େ ସିଆଡ଼େ କରିଦେବି, ମୁଁ ଖାଇକି ରହିବି ଆଉ। ଆଉ ସେ ସଦା ଖାଇ ଆସିଲେ ମୁଁ ସନ୍ଧ୍ୟାବେଳେ କହିବି କ'ଣ ଟିକେ ଇଆଡ଼େ ସିଆଡ଼େ କରିବ, ମୋ ଇଚ୍ଛାଟା ବି ପୂରଣ ହେଇଯିବ। କ'ଣ କହୁଥିଲା ସେ ଟୁକୁଳି, କୋଉଠି କ'ଣ ରଖିଛି, ମୁଁ କ'ଣ ଖାଇବି? ମୁଁ ବି ଯାଏ ଦେଖି କ'ଣ ଅଛି କରିଦେବି ଆଉ। ନା ନା, ସେ ଟୁକୁଳି କତିକି ମୁଁ ଟିକେ ଫୋନ୍ କରେ। ହ୍ୟାଲୋ, ହଁ ତୁ କ'ଣ କହୁଥିଲୁ ତରକାରୀ ହବ ବୋଲି? କ'ଣ ମୁଁ ତ କିଛି ପାଇବିନି, ତୁ ଏ ବୁଢ଼ୀ ମଣିଷଟାକୁ ଏଇଆ କଲୁ ଲାଷ୍ଟକୁ। ତୁ ଆସିବୁ କେତେବେଳେ? ହଁ ହଁ ବୋଉ, ମୁଁ ଏଇ ପଳେଇବି, ଆଉ ଟିକେ ପରେ ପଳେଇବି। ଏଇ ତ ଯାଉଛି ପୁଅକୁ ନେଇକି। ସେଇ ଘରେ ଅଛି, ସେପଟ ଘରେ ସବୁ ପନିପରିବା, ସେଇଆ ଆଣିକି କ'ଣ କରିଦେଇଥାଅ, ଆସିକି ଦେଖିବା ଆଉ। ତୁ ଆସିକି ରାନ୍ଧିଲେ ଚଳିବନି ନା ଲେଟ୍ ହବ? ହଁ ବୋଉ, ମୁଁ ତ ଯାଉଛି, ତମକୁ ଯଦି ଭୋକ ଲାଗିବନି ଟିକେ କ'ଣ, ତମେ ଘରେ ଟିକେ କ'ଣ କରିଦେଇକି ଖାଅ, ମୁଁ ଯାଉଛି ଆଉ। ହଉ ହଉ, ତୁ ବ୍ୟସ୍ତ ହନି, ତୁ ତ ପୁଅକୁ ନେଇକି ଆ, ମୁଁ ଯାଉଛି କ'ଣ କରିଦେବି ଆଉ। ଏ ସବା ଖାଇ ଯେମିତି ଗୋଟେ ବାହାନା କରିକି ଯିବ ବୁଲିବା ଲାଗି ଆଉ। ତା ତ ଘରେ ରହିବ, ଗୋଟେ ବାହାନା ଖୋଜୁଛି ଆଉ। ମାଲୋ ମା, ମୋ ଗୋଡ଼ ହାତ କ'ଣ ନାହିଁ କ'ଣ ହେଇଗଲାଣି। ଏ ଟୁକୁଳି ଖଣ୍ଡକ ଜାଣିଛି ମୁଁ ରୋଗୀ ପେସେଣ୍ଟଟା ବୋଲି, ସେ ତଥାପି ମୋତେ ଚୁଲି କତିରେ ବସେଇଛି। ମୋର ପ୍ରେସର ଦୋଷ ଅଛି, ତୁ ଜାଣିକି ବି ମୋତେ ଚୁଲି କତିରେ ବସେଇଛୁ। ମାଲୋ, ମୁଁ ଏ ବୋଉଟା ନାଁରେ କ'ଣ ସବୁ ଗାଇ ପକଉଛି। ସିଏ କେତେ ମୋତେ ପ୍ରଶଂସା କରିକି ଯାଇଛି, ମୁଁ ତା ନାଁରେ ଏତେ କଥା ଭାବୁଛି। ମାଲୋ ମା, ଆଉ ଇଏ ଟୋକାଟାର ବି କ'ଣ ଦେଖା ଦର୍ଶନ ନାହିଁ, କୁଆଡ଼େ ଯାଇଛି ଯେ? ଆରେ ଧନ, ଟିକେ ଜଲ୍ଦି ଜଲ୍ଦି ଆ, ସେ ବୁଢ଼ୀ ଅନେଇକି ବସିଥିବ, ନଗଲେ ସେ ଯେମିତିକା ହବ ତୁ ତ ଜାଣିଛୁ, ଆଉ କହିବି କ'ଣ? ଅନେଇଲେ ଧନ, ସେ ବୁଢ଼ୀ ଜମା ରୋଷେଇ କରିନଥିବ, ଫେରେ ଆମେ ମା ପୁଅ ଦି ଜଣ ହଇରାଣ ହବା। ବହୁତ ବ୍ୟସ୍ତ ହଉଛୁ କାହିଁକି? ସେ ବୁଢ଼ୀ ଆଜି ଯଦି ରୋଷେଇ ନ କରିଥିବ, ତା ତଣ୍ଟି ଉପରେ ଶାବୁଳ ପକେଇକି ମୁଁ ଚଢ଼ିଯିବି। ତୁ ତ ଯେମିତି କଥା କହୁଛୁ, ସେ ବୁଢ଼ୀକି ଯେମିତି ଟପେଇ ଦେବୁ କି? ଅନେଇଲୁ ଟୋକା, ତୁ ଜମା ଜିଦ୍ଦି କରନି, ନହେଲେ ଏଇଠି ତତେ ପକେଇକି ଖୋବିବି। କ'ଣ ହେଲା? ତୁ ଏମିତି କାନ୍ଦୁଛୁ କ'ଣ ପାଇଁ? ଆରେ ଟୋକା, ତୁ ଟିକେ ଜିଦ୍ଦି କରନି, ତୁ ଟିକେ ଜଲ୍ଦି ଚାଲେ, ସେପଟରେ ବୁଢ଼ୀ ମୋ ମୁଣ୍ଡଟାକୁ ଖାଇଯିବ। ହ୍ୟାଲୋ ବବି ଦେଇ, ତୁ ଏଠି
କରୁଛୁ? ଆଲୋ ସୀମା ତୁ କେତେବେଳେ ଆସିଲୁ? ନାଇଲୋ ବବି ଦେଇ ମୁଁ ଏଇ ଯାଉଥିଲି ଟିକେ ବୁଲାବୁଲି କରିବାକୁ ଆସିଥିଲି ତ ଏଇ ଘରକୁ ଯାଉଥିଲି ଆଉ ବବି ଦେଇ ତୁ ଏଠି କଣ କରୁଛୁ? ପୁଅ ନା କଣ ସେପଟେ କାନ୍ଦୁଛି? ଆଲୋ ହଁ ଲୋ ସୀମା ତୁ କହନା ଏ ବାଡ଼ି ଖିଆ ଛୁଆ କଥା ତୁ ଜମା କହନା ମୋ ମୁଣ୍ଡଟାକୁ ଖରାପ କରିସାରିଲାଣି। ଆଲୋ ଦେଇ ତୁ ଛୁଆଟାକୁ ଏମିତି କଣ କହୁଛୁ? ସେ ଛୁଆଟା କାନ୍ଦୁଛି। ଆଲୋ ଛୁଆଟା କାନ୍ଦିଲେ କାନ୍ଦୁ ପଛେ ସେପଟରେ ବୁଢ଼ୀଟା ମୋତେ ରଖେଇ ବସେଇ ଦଉନି କଣ କରିଛି? ମୁଁ ଏ ଛୁଆଟା ଖେଳୁଥିଲା ତାକୁ ନବା ପାଇଁ ଆସିଥିଲି ହେଲେ ଇଏ ଟୋକାକୁ ଡାକିଲା ବେଳକୁ ସେ ଜମା ଯାଉନି। ଆଉ ତୁ ତ ଜାଣିଛୁ ନା ଖରାବେଳଟା ସେପଟରେ ଖାଇବାକୁ ହେଲା କି ନାହିଁ ସେ ବୁଢ଼ୀ କଲା କି ନାହିଁ ଭାତ ଦିଟା ବସେଇ ଦେଇକି ଆସିଥିଲି ଫେରେ ଗଲେ ଖାଇମୁ ନା ନାହିଁ? ଆଲୋ ଦେଇ ହଁ ଯେ ତୁ ଠିକ କଥା କହୁଛୁ କାଇଁ ତୋ ଶାଶୁ କଣ ଦିନ ଅଧେ ରାନ୍ଧି ପାରିବନି ନା? ମାରିଖିଆ ଛୁଆକୁ ଦେଖୁନୁ କେମିତି ଖାଉ ଖାଉ ହଉଛି। ଆଲୋ ଦେଇ ତୁ ଟିକେ ଚୁପ ରହ ସେ ଛୋଟ ଛୁଆଟାକୁ ତୁ ଏମିତି କହୁଛୁ ନା? ଆଉ କେମିତି କହିବି ତୁ ନିଜେ କହ ଦେଖୁନୁ ଏ ଟୋକା ଖଣ୍ଡରେ କଣ ହବ ସେଠି? ତାଙ୍କ ବଂଶ ବୁଲିଆଦି ଦୋଷଟା ତା ବାପ ଯେମିତି ସେ ବୁଢ଼ୀ ସେମିତି ତା ଛୁଆ ଭଲ ହବ କୋଉଠୁ? ଆଚ୍ଛା ବବି ଦେଇ ଗୋଟେ କଥା କହିଲୁ ସେ ବୁଢ଼ୀ ଆଜି କଣ ରୋଷେଇ କରିକି ସେ ଖାଇ ନଥିବ? ଏଇଖିଣା ତ 2ଟା ବାଜିଲାଣି ତୁ ପହଞ୍ଚୁ ପହଞ୍ଚୁ କେତେବେଳେ ହେଇଯିବ ସେ ବୁଢ଼ୀ କଣ ଖାଇ ନଥିବ? ଆରେ ହଁ ସେ ବୁଢ଼ୀ କରିକି ନିଜେ ଖାଇ ଦେଇଥିବ ହେଲେ ଆମ ମା ପୁଅ ପାଇଁ ରଖିଥିବ କି ନାହିଁ ସେଇଟା ହେଲା କଥା। ମୁଁ ଫେରେ ଗଲେ ସିନା ତାକୁ ସେଠି ଖାଇବାକୁ ଦେବି ଆଉ ନ ଗଲେ କେମିତି କଣ କରିକି ତାକୁ ଖାଇବାକୁ ଦେବି? ତୋ ଶାଶୁ ନା 1 ନମ୍ବର ବଜାତି ବୁଢ଼ୀ। ହେଲେ କହନା କହନା ସେ ବୁଢ଼ୀ କଥା ସେ ବୁଢ଼ୀ ମୋ ମୁଣ୍ଡଟାକୁ ଖରାପ କରିଦଉଛି। ଦିନ ସାରା ଏସା ନାହିଁ ତେସା ନାହିଁ ଚା କର ତରକାରୀ କର